ଏ ସବୁର ମୂଳ କଥା ହଉଛି ଟାଟାର ମନମାନି। ଟାଟା ଓଡ଼ିଶାରେ ଏ ଯୋଉ ଆସି ପହଞ୍ଚିଲା ପରେ ସେ ଧରି ନେଇଛି ଯେ ଏଇଟାକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳିଆ ଏ ରାଜ୍ୟଟାକୁ ତାକୁ ଦିଆ ହେଇଗଲା। ଏଥିରେ ପୂର୍ବ ସରକାରଙ୍କର ବେଳେ ଏଗ୍ରିମେଣ୍ଟ ହେଇଥିଲା, କିନ୍ତୁ ଏ ସରକାର ତାର ପୁରାପୁରି ଅଧସ୍ତନ କର୍ମଚାରୀ ଭଳିଆ କାମ କରୁଛନ୍ତି। ମୁଁ ସ୍ପଷ୍ଟ ଭାବରେ କହି ରଖେ, ରବର୍ଟ କ୍ଲାଇଭ୍ ବୋଲି ଗୋଟେ କିରାନୀ ଆସିଥିଲା ଏ ଯୋଉ କମ୍ପାନୀର, ସେ ଯୋଉ ଇଷ୍ଟ ଇଣ୍ଡିଆ କମ୍ପାନୀର ସେ କିରାନୀ ପାଖରେ ଆମ ଦେଶର ରାଜା ମହାରାଜା ଜମିଦାର ମାନେ ପୁଲିସ କରୁଥିଲେ, ତା ପାଖରେ ଯାଇକି ଅଧସ୍ତନ ହେଇକିରି କାମ କରୁଥିଲେ। ଠିକ ସେମିତି ଭାବରେ ବର୍ତ୍ତମାନ ଟାଟା ପାଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଶକ୍ତି ମନ୍ତ୍ରୀ ପର୍ଯ୍ୟନ୍ତ ସେଇ ପ୍ରକାର କାର୍ଯ୍ୟ କରୁଛନ୍ତି। ଅଭିଯୋଗ ମୁଁ ଏଇଥିପାଇଁ କରୁଛି ଯେ ଲୋକଙ୍କର ସ୍ୱାର୍ଥ କୁଆଡେ ଗଲାଣି, ଟାଟାର ସ୍ୱାର୍ଥ ପାଇଁକି ଏସ୍ମା ଲାଗୁ ହେଲା। ସାଧାରଣ କର୍ମଚାରୀ ଷ୍ଟ୍ରାଇକ୍ କରିପାରିବେ ନାହିଁ ଏବଂ କୌଣସି କର୍ମଚାରୀ ତାର ଷ୍ଟ୍ରାଇକ୍ କରିପାରିବେ ନାହିଁ।